ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ ଓଡ଼ିଶା କଟକ ତରଫରୁ ରାଜ୍ୟର ସରକାରୀ ଓ ବେସରକାରୀ ଡିପ୍ଲୋମା ଅନୁଷ୍ଠାନମାନଙ୍କରେ 2025-26 ଶିକ୍ଷାବର୍ଷର ନାମଲେଖା ବିଜ୍ଞାପନ ଆସିସାରିଛି। ଡିପ୍ଲୋମା ଓ ପୋଷ୍ଟ ଡିପ୍ଲୋମା କୋର୍ସରେ ନାମ ଲେଖାଇବା ନିମନ୍ତେ ଇଚ୍ଛୁକ ଛାତ୍ରଛାତ୍ରୀଙ୍କୁ ସୂଚନା ଦିଆଯାଉଛି ଯେ 2025-26 ଶିକ୍ଷାବର୍ଷରେ ରାଜ୍ୟର ସରକାରୀ ଓ ବେସରକାରୀ ଡିପ୍ଲୋମା ଅନୁଷ୍ଠାନମାନଙ୍କରେ ସାମ୍ସ ଜରିଆରେ କେନ୍ଦ୍ରୀୟ ଅନଲାଇନ୍ ପଦ୍ଧତିରେ ନାମ ଲେଖାଯିବ। ଏଥିପାଇଁ ଅନଲାଇନ୍ ମାଧ୍ୟମରେ ଆବେଦନପତ୍ର 1 ଏପ୍ରିଲ 2025 ଠାରୁ ଗ୍ରହଣ କରାଯିବ, ଯେଉଁଟାକି ଅଲରେଡ଼ି ଆରମ୍ଭ ହୋଇଗଲାଣି। ନାମଲେଖାର ପ୍ରଣାଳୀ ଯଦି ଦେଖିବା, ଆବେଦନକାରୀ 1/8/2025 ସୁଦ୍ଧା ଡିପ୍ଲୋମା କୋର୍ସ ନିମନ୍ତେ ସର୍ବନିମ୍ନ 14 ବର୍ଷ ଓ ଲାଟରାଲ ଏଣ୍ଟ୍ରି କୋର୍ସ ନିମନ୍ତେ ସର୍ବନିମ୍ନ 16 ବର୍ଷ ବୟସର ହୋଇଥିବେ, କିନ୍ତୁ ସର୍ବାଧିକ ବୟସ ସୀମା କିଛି ନାହିଁ। ବିଭିନ୍ନ ଇଞ୍ଜିନିୟରିଂ ଓ ଅଣ ଇଞ୍ଜିନିୟରିଂ କୋର୍ସ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା 10ମ ଶ୍ରେଣୀ ବା ଦ୍ୱାଦଶ ଶ୍ରେଣୀ ପାସ୍ ସମ୍ବନ୍ଧୀୟ ତଥ୍ୟ ସାମ୍ସ ପୋର୍ଟାଲ www.samsodisha.gov.in ବା www.dtetodisha.gov.in ରେ ଉପଲବ୍ଧ ରହିଛି। ସାମ୍ସ ପୋର୍ଟାଲ ବା DTETର ଯେଉଁ ପୋର୍ଟାଲ ରହିଛି ରେ ପ୍ରଥମେ ଲଗ୍ଇନ୍ କରି ପ୍ରଥମ ପର୍ଯ୍ୟାୟରେ 1 ଏପ୍ରିଲ 2025 ଠାରୁ ଅନଲାଇନ୍ରେ ପଞ୍ଜୀକୃତ ପାଇଁ ଆବେଦନ କରିପାରିବେ। 10ମ ଦ୍ୱାଦଶ ଶ୍ରେଣୀ ଅଥବା ଡିପ୍ଲୋମା କିମ୍ବା ଡିଗ୍ରୀ ଇଞ୍ଜିନିୟରିଂ ପରୀକ୍ଷାର ଫଳାଫଳ ଘୋଷିତ ହେବା ପରେ ଆବେଦନକାରୀମାନେ ସେମାନଙ୍କର ମାର୍କ ଓ ଆବଶ୍ୟକୀୟ ପ୍ରମାଣପତ୍ର ବିବରଣୀ ସାମ୍ସ ପୋର୍ଟାଲରେ ଅପଲୋଡ଼ କରିପାରିବେ। ଅଧିକ ବିବରଣୀ ନିମିତ୍ତ ପ୍ରାର୍ଥୀ ସହାୟତା ଟୋଲ୍ ଫ୍ରି ନମ୍ବର 155335 କିମ୍ବା 18345 677 ଯୋଗାଯୋଗ କରିପାରିବେ। ଏହାର ଏକ ଡିଟେଲ୍ ଭିଡ଼ିଓ ମୁଁ ଆପଣମାନଙ୍କୁ ପ୍ରୋଭାଇଡ଼ କରିବି। ଆଶା କରିବି କମ୍ପ୍ଲିଟ୍ ଇନଫର୍ମେସନ୍ ଦେଇପାରିଥିବି। ଯଦି ଆପଣମାନେ ଚ୍ୟାନେଲକୁ ନୂଆ, ଚ୍ୟାନେଲକୁ ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି, ଛୋଟିଆ ରିକ୍ୱେଷ୍ଟ ରହିବ, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ। ପାଖରେ ବେଲ୍ ଆଇକନ୍ ଥିବ, ତାକୁ କ୍ଲିକ୍ କରି ଅଲ୍ ଉପରେ କ୍ଲିକ୍ କରିବାକୁ କଦାପି ଭୁଲିବେନି, କାହିଁକିନା ଏମିତି ଇନଫର୍ମେଟିଭ୍ ଭିଡ଼ିଓଜ୍ ଏହି ଚ୍ୟାନେଲରେ ସର୍ବପ୍ରଥମେ ପୋଷ୍ଟ ହୋଇଥାଏ। ଆଣ୍ଡ ଯେତେ ପାରୁଛନ୍ତି ସେତେ ମାତ୍ରାରେ ଏ ଭିଡ଼ିଓଟିକୁ ନିଜ ସାଙ୍ଗମାନଙ୍କ ମଧ୍ୟରେ ସେୟାର କରିଦିଅନ୍ତୁ, ଯେମିତିକି ସମସ୍ତଙ୍କ ପାଖକୁ ଇନଫର୍ମେସନ୍ ପହଞ୍ଚିଯାଉ। ଏଇଠି ଭିଡ଼ିଓଟିକୁ ଏଣ୍ଡ କରିବା। ଥ୍ୟାଙ୍କ ୟୁ ଅଲ୍ ଫର୍ ୱାଚିଂ ଦିସ୍।